जो राज्य में प्राथमिक और उच्च प्राथमिक विद्यालयଗୁଡ଼ିକର ଶିକ୍ଷାର ଗୁଣାତ୍ମକ ବୃଦ୍ଧି ନିମନ୍ତେ 20,000 କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକ ନିଯୁକ୍ତି ନିମନ୍ତେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତରଫରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା। ପୁଣି ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା ଯେ ସବୁଆଡ଼େ ଚର୍ଚ୍ଚା ଚାଲିଛି ଯେ 18,788ଟି ପୋଷ୍ଟ ଫିଲ୍ଅପ୍ ହେବାକୁ ଯାଉଛି। ତେଣୁ ଆଉ ଯେଉଁ 1212 ପୋଷ୍ଟ ରହିଲା ତାକୁ କ'ଣ ସରକାର ପୂରଣ କରିବାକୁ ଚାହୁଁନାହାନ୍ତି ନା କ'ଣ ହେଇଛି ସେଇ ବାବଦରେ এই ଭିଡ଼ିଓଟା ରହିଛି। କମ୍ପ୍ଲିଟ୍ ଆଲୋଚନା କରିବା ଯେ ଏଇ ଯେଉଁ 1212 ପଦବୀ ପୂରଣ ହେବ ନା ନାହିଁ। ଯଦି ନୂଆ କରି ଭିଡ଼ିଓ ଚ୍ୟାନେଲକୁ ଆସିଛନ୍ତି ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଗୋଟେ ଲାଇକ୍ ନିଶ୍ଚୟ କରିଦେବେ। 1212 ପଦବୀର କହିବି ଯେ ଟୋଟାଲ ରହସ୍ୟ ହେଉଛି ଏହା, ଯେହେତୁ କ୍ୟାଟେଗୋରୀ 2ରେ 6,000 ସିଟ୍ ବାହାରିଥିଲା ସାଇନ୍ସରେ, କିନ୍ତୁ ପୂରଣ ହେଇଛି କେତେ ନା 5,000 ସିଟ୍, 5,008 ସିଟ୍ ପୂରଣ ହେଇଛି। ମୁଁ ଆପଣଙ୍କୁ ଡାଟା ମଧ୍ୟ ଆଗରୁ ଆମ ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ଦେଇଦେଇଛି। କ୍ୟାଟେଗୋରୀ 1 ସାଇନ୍ସରେ ପାଖାପାଖି 4,000 ପଦବୀରୁ ମାନେ 6,000 ପଦବୀରୁ କିଛି ପଦବୀ ଖାଲି ରହିଛି। ତେଣୁ ଏଇଭଳିଆ ହିସାବ କଲେ ପାଖାପାଖି 1,212 ପଦବୀ ନମ୍ବର ଅଫ୍ କ୍ୟାଣ୍ଡିଡେଟ୍ ଏଇଟା ପୂରଣ ହେବନି। ଯେଉଁମାନେ ଭାବୁଛନ୍ତି ଯେ 20K ଫିଲ୍ଅପ୍ ହେବ, 20K ଫିଲ୍ଅପ୍ ହେବନି। କାହିଁକି ମୁଁ ଆପଣଙ୍କୁ କାରଣ ସହିତ ଦର୍ଶାଇଲି, କାରଣ ଯେହେତୁ ଆମର ସୋସିଆଲ କ୍ୟାଟେଗୋରୀର ରିଜର୍ଭେସନ୍ ସିଟ୍ ଗୁଡ଼ିକ ଏରା ରହିଛି। ପର୍ଟିକୁଲାର ସେଇ ଯେଉଁ କ୍ୟାଟେଗୋରୀ 2 ସାଇନ୍ସ କ୍ଷେତ୍ରରେ ଯେଉଁ 1,000 ସିଟ୍ ଖାଲି ରହିଲା ସେଇ କ୍ଷେତ୍ରରେ ମାନେ ଓସିବାକୁ ମିଳି ନଥାଇପାରେ, ସେଇଟା ମଧ୍ୟ ଠିକ୍ ଗୋଟେ ଦୃଷ୍ଟିରୁ। ଯେହେତୁ ଆମର ପାସିଂ ମାର୍କଟା ଥିଲା 30%, ତେଣୁ 30% ସେଇ କ୍ୟାଟେଗୋରୀରେ ପର୍ଟିକୁଲାର ପିଲାମାନେ ସିକ୍ୟୁର କରିବା ପାଇଁ ମାନେ ସମ୍ଭବ ତାଙ୍କ ପ୍ରତି ହେଇନି। ସେଥିପାଇଁ 30% ଯେହେତୁ ରଖିପାରିନାହାନ୍ତି, ଏଇଟା ଗୋଟେ ଦୃଷ୍ଟିରୁ କଟିଛନ୍ତି। ଆପଣମାନେ ଭଲ ଭାବରେ ଜାଣିଛନ୍ତି ଯେତେବେଳେ 150 ମାର୍କର ପରୀକ୍ଷା ହେଉଥିଲା OSTT ହେଉ କି ନହେଲେ ଏଇ ଯେଉଁ ହାଇସ୍କୁଲ ଲେବୁଲ୍ ପରୀକ୍ଷାରେ, ସେତେବେଳେ କ'ଣ ହୁଏ ନା 14 ମାର୍କରେ ମଧ୍ୟ କିଛି ପିଲା ପାଇଛନ୍ତି। ମାନେ 150ରୁ 14, 100ରୁ କି 50ରୁ 14 କଥା କହୁନି, 150ରୁ 14 ମାର୍କ ରଖିଥିବା ପିଲା ସୋସିଆଲ କ୍ୟାଟେଗୋରୀରେ ଏମିତି ବି ପିଲା ଅଛନ୍ତି, ସେମାନେ ପାଇଛନ୍ତି। କାହିଁକି ନା ସେଇ କ୍ଷେତ୍ରରେ ସେମାନଙ୍କର ପାସିଂ ମାର୍କ ହିଁ କିଛି ନାହିଁ। ତେଣୁ ଯେତେ ବି ଗୋଟେ ପିଲା ରଖିଲା, ମାନେ ଯେତିକି ମାର୍କ ସିକ୍ୟୁର କରୁଛି ସେଇ କ୍ଷେତ୍ରରେ ମଧ୍ୟ ସେ ସିଲେକ୍ସନ୍ ପାଇଯାଉଛି। ଯେତେବେଳେ 100 ମାର୍କ ରଖିଥିବା ପିଲା ଗୋଟେ ପାଉନି, କିନ୍ତୁ ସେତେବେଳେ 14 ରଖିଥିବା ପିଲା ମଧ୍ୟ ସିଲେକ୍ସନ୍ ପ୍ରୋସିଜର ଭିତରକୁ ଆସିପାରୁଛି। କାରଣ ନା ସେଇ କ୍ଷେତ୍ରରେ କିଛି ସେମିତି ବାଉଣ୍ଡ ନାହିଁ। ଯେହେତୁ ଆମର ଜୁନିୟର ଟିଚର କ୍ଷେତ୍ରରେ NCT ଗାଇଡ଼ଲାଇନ୍ ଟୋଟାଲ ଫଲୋ କରାଯାଉଛି। ଦେଖିବେ OTT କ୍ଷେତ୍ରରେ ମଧ୍ୟ OSTT କ୍ଷେତ୍ରରେ ପାସିଂ ମାର୍କଟା କମିଗଲା, ଦେଖିଥିବେ। ଯେହେତୁ ଏଇଟା ଆମର ମାନେ ଷ୍ଟେଟ୍ ଲେବୁଲ୍ର ରହିଛି, କିନ୍ତୁ ଯେହେତୁ NCT ଗାଇଡ଼ଲାଇନ୍ ଫଲୋ ହେଉଛି, ସେଥିପାଇଁ OTT ମାର୍କଟା 75ରୁ କମିବାର ଚାନ୍ସ ହିଁ ନାହିଁ। କେତେବେଳେ ସୋସିଆଲ କ୍ୟାଟେଗୋରୀ ପାଇଁ 75 ଏବଂ ୟୁଆର କ୍ୟାଟେଗୋରୀକୁ ବି 90। ଏଇଟା ନିଶ୍ଚୟ 100% ସଦାବେଳେ ରହିବ, କାରଣ ଏଠି ପାସିଂ ମାର୍କ ରହିବା ଦରକାର। କିନ୍ତୁ OSTTର ମାର୍କ କମିଗଲା, ଆପଣ ଭଲ ଭାବରେ ଦେଖୁଥିବେ, ଜାଣୁଥିବେ ମଧ୍ୟ। ହାଇସ୍କୁଲ ଟିଚର ରିକ୍ରୁଟମେଣ୍ଟ ହେଇଥିଲା। ହାଇସ୍କୁଲ ଟିଚର ରିକ୍ରୁଟମେଣ୍ଟ ସମୟରେ କ'ଣ ହେଇଥିଲା ନା କିଛି ପିଲା ଏମିତି ଥିଲେ 10 ମାର୍କ 5 ମାର୍କ ଏମିତି ମଧ୍ୟ ସୋସିଆଲ କ୍ୟାଟେଗୋରୀରେ ସିଲେକ୍ସନ୍ ହେଇଥିଲେ। ଯେହେତୁ ଆମର ଜୁନିୟର ଟିଚର କ୍ଷେତ୍ରରେ NCT ଗାଇଡ଼ଲାଇନ୍ ଫଲୋ କରାଯାଉଛି, ସେଥିପାଇଁ ତାର ମାର୍କଟା 30%, ମିନିମମ୍ 30%। ଯଦି ଗୋଟେ ବ୍ୟକ୍ତି 30% ମାର୍କ ସିକ୍ୟୁର ନ କରିପାରୁଛି, ତାହେଲେ ସେ ସିଟ୍ ଖାଲି ରହିବ ପଛେ ସେଇଟା ପୂରଣ କରାଯିବନି। ଏଇଟା ହେଉଛି ଫ୍ୟାକ୍ଟ। ତେଣୁ ସେଇ କ୍ୟାଟେଗୋରୀରେ ଆମେ ଜାଣୁଛେ ଯେ କ୍ୟାଟେଗୋରୀ 2 ସାଇନ୍ସର ପାଇଁ ଯଦି ସେ ଆମ ପାଖରେ ସାଇନ୍ସ କ୍ୟାଟେଗୋରୀର ପାଇଁ କ୍ୟାଣ୍ଡିଡେଟ୍ ନାହାନ୍ତି, ତାହେଲେ ସେଇ କ୍ଷେତ୍ରରେ ଆମେ ପୋଷ୍ଟଟା ଟିକେ ଆଉ ଟିକେ କମ୍ ବାହାର କରିବାଟା ଉଚିତ। ଅଲଗା କ୍ୟାଟେଗୋରୀ ପାଇଁ ଅଧିକା ପୋଷ୍ଟ ରଖିବା ଉଚିତ। ତେଣୁ ଆମେ ଜାଣୁଛେ ଯେ ସିଟ୍ ଖାଲି ରହିବ, ସେଇଥିପାଇଁ। ତେଣୁ ଏଇ ଯେଉଁ 1212 ପଦବୀ ରହିଲା, ଏଇଟା ଯଦି ନେକ୍ସଟ ଟାଇମ୍ ଆଉ ଥରେ ଆଡ଼୍ ହେଇକି ଆସିଲା, ନାହିଁ ଦେଖନ୍ତୁ ଆମେ ଏଠି 10,000 ପୋଷ୍ଟ ବାହାର କଲୁ, ଆଉ ଥରେ 1,200 ପୋଷ୍ଟ ମାନେ 11,000 ପୋଷ୍ଟ ବାକିରେ ବାହାର କଲୁ, ସେଇ କ୍ଷେତ୍ରରେ ମଧ୍ୟ ଆଉ ଥରେ ବାକି ଭେକାନ୍ସି ରହିବ। ତେଣୁ ସେଇ ଭେକାନ୍ସିଟାକୁ ପୂରଣ କରିବା ପାଇଁ ଆମମାନଙ୍କର ଅନୁରୋଧ ରହିଛି ଯେ ସେଇ ଯେଉଁ ପର୍ଟିକୁଲାର କ୍ୟାଟେଗୋରୀରେ ଯେଉଁଠି ଆମମାନଙ୍କୁ ପିଲା ମିଳୁନାହାନ୍ତି ବା ଅଥରିଟି ଯେଉଁଠି ପିଲା ମିଳୁନାହାନ୍ତି, ସେ କ୍ଷେତ୍ରରେ ତାଙ୍କୁ ସେ ସିଟ୍ଟା ଆଉ ଟିକେ କମେଇ ଦେବା ଦରକାର ବା ଗୋଟେ ଆମେଣ୍ଡମେଣ୍ଟ କରିକି ସେଇଟାକୁ ଠିକ୍ କରିଦେବା ଦରକାର। କାରଣ ଯଦି ସେଇ କ୍ଷେତ୍ରରେ ସିଟ୍ ତ ଖାଲି ରହିଲା, ଭେକାନ୍ସି ରହିଲା ନା, ତେଣୁ ଆମେ ମନା କରୁନୁ ଯେ ସୋସିଆଲ କ୍ୟାଟେଗୋରୀ ନ ମିଳୁ ବୋଲି, ସୋସିଆଲ କ୍ୟାଟେଗୋରୀକି ଦିଆଯାଉ। କିନ୍ତୁ ଯେଉଁ କ୍ଷେତ୍ରରେ ପିଲା ନାହାନ୍ତି ସେଇ କ୍ଷେତ୍ରରେ ସେଇଟାକୁ ଟିକେ ମାନେ କହିବି ଯେ ଆମେଣ୍ଡମେଣ୍ଟ କରିଦେବା କଥା। ଆମ ପାଖରେ ପିଲା ନାହାନ୍ତି, ତାହେଲେ ଆମେ ସେ କ୍ଷେତ୍ରରେ ଆମେ ପରିବର୍ତ୍ତନ କରିବା। କିନ୍ତୁ ମୁଁ ମନା କରୁନି କି ମୁଁ ସୋସିଆଲ କ୍ୟାଟେଗୋରୀର ବିରୋଧୀ ନୁହଁ। ମୋତେ କେତେବେଳେ ହେଲେ ଖରାପ ଲାଗେନି ଯେ ହଁ ଜଣେ କମ୍ ମାର୍କ ରଖି ପାଉଛି ବୋଲି। କିନ୍ତୁ ଯେହେତୁ ପିଲା ନ ରହୁଛନ୍ତି, ସେଇ କ୍ଷେତ୍ରରେ ପିଲା ନ ରହିବା ଯୋଗୁଁ ଯେଉଁ
परिस्थिति सृष्टि होची सेईटाକୁ किपरि आमे पूरण करि परिबा सेईटाକୁ चिंता करिया दरकार जे आमे जानू जे सोशल कैटेगरी रे पिला नाहांदी तेणु से 1000 सीट खाली रहा आउ तो किसी पिला पाई पारे थाना ना 1000 जन पिला माने आपण हिसाब करूँ 5000 लोक कहला भाया से डिपेंडेबल रही था तेणु ये जो 1100 पोस्ट खाली रहा आउ थे नेक्स्ट टाइम जो रिक्रुटमेंट बाहर आउ थे पुणी खाली रही चलती तेणु आदौ टोटिके आदौ पुल पूरण हेनी आपड़ केते चेष्टा कले पूरण हेनी यहाँ कोर्ट क्लीयर कर कोर्ट ये जिनसा आदौ कहना आप 55 पेजर जो जजमेंट आसी से पेजटा जाकि पढ़ी पारे जे जो खाली रहा सी कहते नंजनी पोस्ट जी भी रही जो मानकर लिस्ट ना था मैंने हिसाब करूँ 18,788 पिलांकर ना था ता माने 18,700 पिलांकर छाड़ी जो 1200 पदवी रहा यही बाबद किसी कहना कारण जिते भी पोस्ट खाली रिजर्व कैटेगरी तेणु से क्षेत्र में से खाली ही रहा आदौ पूरण हेनी तेणु जो बड़ बड़ स्लोगान दौरान व्यक्ति मैंने जे 20 के फिलअप कर 20 के फिलअप कर 20 के भाई फिलअप हेनी शुणु मानवर मुख्यमंत्री कौन कहते जो 18,700 पिला सिलेक्शन होती से 18,700 पदवी ही पूरण हम यहाँ आज पर्यटन कौन व्यक्ति कहना जे 18,700 पदवी कहीं आसूँ 20,000 तो पोस्ट बाहर 18,700 पदवी कहीं लिस्ट बाहर से जो 1212 पदवी रहा से 1212 पदवी खाली ही तेणु यहाँ आप भ्रमर रुहतुनि जे 1212 पूरा 20 के फिलअप हो 20 के आदौ फिलअप हबार ना कैटेगरी 2 साइंस रे पाखापाखि 1000 जन कैंडिडेट खाली रहा माने 6000 सीट बाहर 5000 माने पदवी पूरण होती माने 5008 पदवी पूरण होती तेणु 5008 पदवी जब पूरण हो क्षेत्र में 1000 पाखापाखि रहीगला सेमती कैटेगरी 1 साइंस केते सीट खाली रहा एमती हो 1200 सीट पाखापाखि खाली रही तेणु से 1200 सीट आदौ पूरण हेनी कि 20 के आदौ फिलअप हेनी 20 के आदौ फिलअप हबार ना आपण भल भाव में जानीदे कारण सोशल कैटेगरी रे जेहेतु कैंडिडेट नहांती से पदवीटा खाली रही तेणु यही बाबद मानवर कोर्ट कहना जो खाली रहा केवल कहते कौन नन जॉइनिंग जिते भी मेरिट लिस्ट रे जिते जन भी ना बाहर मन 18,000 पदवी भी ना बाहर 18,000 पिला ना बाहर जमी बाहर तेणु से भितर नन जॉइनिंग रही तो एमती नुह सबू जी पिला ना आसी से ही जॉइनिंग सबू पिला करेंगे सबू पिला आदौ करेंगे सीट खाली देखो 12,000-14,000 भितर मोर आशा रही पूरण होला भाया आउ 4,000 पदवी पाखापाखि नेक्स्ट टाइम रिक्रुटमेंट में बाहरी पारे यहाँ हूँ फैक्ट तेणु जहाँ कले ये जो 1200 पदवी खाली रही ये बाबद मानवर कोर्ट कहना कारण यहाँ संविधान में लिखाई जदि कौन भी सोशल कैटेगरी पोस्ट जब फिलअप न हो अलग कैटेगरी द्वारा पूरण करना यहाँ भी आम कन्स्टिट्यूशन में लिखाई तेणु जेहेतु ये जिनसा हेनी 20 के फिलअप हबार ना 1212 पदवी खाली ही रही आगू देखा जाऊ जे से 18,000 पोस्ट बाहर से केत पोस्ट खाली रोचे पूर्व सरकार तो 14,000 बाहर कर 9,000 देते दुईटा फेज रे कि बर्तमान केतटा हो देखा समय माने बाकी रहा कह देखा पुणी नुआ भिडियो रखुच्छे।